ଜୟ ଜଗନ୍ନାଥ ସାୟନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ବର୍ତ୍ତମାନ ଆଶା ଦିଦିମାନଙ୍କ ପାଇଁ ଖୁସି ଖବର। ଏଥିରେ ରାଜ୍ୟ ଥିବା 46,000 ଆଶାକର୍ମୀ ଏଠି ଉପକୃତ ହେବେ। ତେଣୁ ଖୁବ୍ ଶୀଘ୍ର ଆଶାକର୍ମୀମାନଙ୍କ ଦରମା ବୃଦ୍ଧି ହେବ। ଏହା 5T ଅଧ୍ୟକ୍ଷଙ୍କ ଘୋଷଣା। ତେଣୁ ଦେଖନ୍ତୁ, ଆଗରୁ ମଧ୍ୟ 5T ଅଧ୍ୟକ୍ଷ ବାର୍ଦ୍ଧକ୍ୟ ଭତ୍ତା ହେଉ ଅଙ୍ଗନୱାଡ଼ି କର୍ମୀମାନଙ୍କ ଅନ୍ୟାନ୍ୟ ଭତ୍ତା ମଧ୍ୟ ବୃଦ୍ଧି ଘୋଷଣା କରିଥିଲେ, ତାହା ମଧ୍ୟ ବୃଦ୍ଧି ହୋଇଛି। ବର୍ତ୍ତମାନ ଦେଖିବେ ଆଶାକର୍ମୀମାନଙ୍କ ପାଇଁ ମଧ୍ୟ ବୃଦ୍ଧି ହେବ। ଏଥିରେ ଆଶାକର୍ମୀମାନେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ ଯେ ନିଜ ଜବ୍କୁ ରେଗୁଲେସନ୍, ତା ସହିତ ଏଠି ଦରମା ବୃଦ୍ଧି। ଏଥିରେ ଆଶାକର୍ମୀମାନେ ଦେଖନ୍ତୁ 26,000 ଟଙ୍କା ଏଠି ଦରମା ବୃଦ୍ଧି କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ତା ସହିତ ଏଠି 10,000 ଟଙ୍କା ପେନ୍ସନ୍ ଏବଂ ଅବସରକାଳୀନ ସହାୟତା ରାଶି ଏଠି 8 ଲକ୍ଷ ଟଙ୍କା ପାଇଁ ଏଠି ଘୋଷଣା କରିଥିଲେ। ଏ ସମସ୍ତ ଦାବିକୁ ରାଜ୍ୟ କ୍ୟାବିନେଟ୍ ବର୍ତ୍ତମାନ ତର୍ଜମା କରୁଛି। ଖୁବ୍ ଶୀଘ୍ର ଆଶାକର୍ମୀମାନଙ୍କ ଦରମା ବୃଦ୍ଧି ହେବ। ଏହାରି ଭିତରେ ଗୋଟିଏ ଖୁସି ଖବର ଆସି ଯେ ପଡ଼ୋଶୀ ରାଜ୍ୟ ୱେଷ୍ଟବେଙ୍ଗଲରେ ବର୍ତ୍ତମାନ ଆଶାକର୍ମୀମାନଙ୍କ ଦରମା ବୃଦ୍ଧି ହେଲା। ଏଥିରେ ଆଶାକର୍ମୀମାନେ 9,000 ଟଙ୍କା ପାଇବେ, ତା ସହିତ ଅନ୍ୟାନ୍ୟ ଭତ୍ତା ଏବଂ ବର୍ତ୍ତମାନ ICDS ସ୍କିମ୍ ଅନୁସାରେ ଏଠି ମଧ୍ୟ ବୃଦ୍ଧି କରାଯାଇଛି। ଏଠି 500 ଟଙ୍କା ଏକ୍ସଟ୍ରା ଦିଆଯିବ। ତେଣୁ ଏହା ଥିଲା ପଡ଼ୋଶୀ ରାଜ୍ୟ ୱେଷ୍ଟବେଙ୍ଗଲ ଆଶାକର୍ମୀମାନଙ୍କ ପାଇଁ ଖୁସି ଖବର। ତେଣୁ ଖୁବ୍ ଶୀଘ୍ର ଓଡ଼ିଶାରେ ମଧ୍ୟ ଆଶାକର୍ମୀମାନଙ୍କ ପାଇଁ ଖୁସି ଖବର ମିଳିବ ଏବଂ ଦରମା ବୃଦ୍ଧି ହେବ। ତେଣୁ ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥିବ, ଲାଇକ୍ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ତେଣୁ ପ୍ରତିଦିନ ଆପଣମାନେ ଯେକୌଣସି ଆଶାକର୍ମୀମାନଙ୍କ ଖବର ଆପଣ ଟିକିନିଖି ଭାବରେ ଜାଣିପାରିବେ।